ମଣିଷ ନିଜ ଜୀବନକୁ ଏତେ ମଜବୁତ କରିଦିଏ ଏଇ କଷ୍ଟ ସହିକିରି ଆଉ କାମ କରିକିରି। ବ୍ଲଗିଂ ଗୋଟେ ଏମିତିଆ ଜିନିଷ, ଆପଣ ଯଦି ସେଇ ବାଟରେ ଚାଲିବେ ତାହେଲେ ଆପଣଙ୍କୁ ସପୋର୍ଟ ଟିକେ କମ ଆସିବ। ନମସ୍କାର, ଜୟ ମା ଶାରଦା। ସାଙ୍ଗମାନେ କେମିତି ଅଛନ୍ତି ଆପଣ ମାନେ? ଆଶା କରୁଛି ଆପଣ ମାନେ ଭଲ ଥିବେ। ମୁଁ ପୁରା ବଢିଆ ଅଛି। ଏବେ ହେଇଗଲାଣି ପାଖାପାଖି ରାତି 2ଟା, ଆଉ ଏବେ ମୁଁ ଫେରୁଛି ଘରକୁ। ରାତି 2ଟା ହେଲାଣି। ଖାଇ ପିଇ ଦେଇଛି, ଆଜି ଇଆଡେ ବାହାରେ ଖାଇ ଦେଇଛି। ଆଜି ଘରେ ଖାଇବିନି। ଗୋଟେ ଜିନିଷ ଜାଣିଛନ୍ତି ଆଜ୍ଞା, ଏଠି ଯଦି ଗୋଟେ ପୁଅ ତା ଲାଇଫ ରେ କିଛି ସ୍ୱପ୍ନ ଦେଖୁଛି ଆଉ ସେ ସ୍ୱପ୍ନକୁ ସତ କରିବା ପାଇଁ ଚେଷ୍ଟା କରୁଛି, କହିହବନି ଆଜ୍ଞା ସତ ହବ ବା ନହବ, କିନ୍ତୁ ଚେଷ୍ଟା ଥିବ ସେ ସ୍ୱପ୍ନ ଟାକୁ ସତ କରିବାର, ଆଉ ଯୋଉ ଜିନିଷ କରି ହବ। ତ ସକାଳୁ ଆଜି ମୁଁ ଉଠିଲି 6ଟାରେ, ଉଠିକିରି ଅଫିସ ଗଲି। ଅଫିସ ରୁ କାମ ସାରିକି ଆସିଲି। ଆମର ଆଜି ଫାଇନାଲ ମ୍ୟାଚ ଥିଲା, ମା ବୀଣା ପାଣି କ୍ରିକେଟ କ୍ଲବ ର କୁଦାନରୀ ଫିଲ୍ଡ ରେ ରହୁଥିଲା। ତ ସେଠୁ ଆସି ତାଙ୍କ ପାଖରେ ସେଠି ପାଖାପାଖି ପହଞ୍ଚିଲି ମୁଁ ଆସିକିରି 3ଟା ଖଣ୍ଡେ ହେଇଯିବ। ସେଠୁ ରହିଲି ପାଖାପାଖି 5ଟା ହେଇଗଲା। କାମ ସାରିଲି, ତାପରେ ବହୁତ ଇଚ୍ଛା ହେଲା, ମୁଁ କହିଲି ନାଇଁ ଟିକେ ଆସିଲି। ହଁ, ଆସିକିରି ମାନେ 3ଟାରୁ 5ଟା ଯୋଉ ସେଠି ରହିଲି, ଟୋଟାଲି ମୁଁ ପୁରା ବ୍ଲଗିଂ କଲି। ଆଉ ଆପଣ ତ ଜାଣିଥିବେ ପାର୍ସଲ ଦଉଛି, ତା ସହିତ ମୁଁ ବ୍ଲଗିଂ କରୁଛି ନିଜର କାମ ସରିଲା ପରେ। ତ ବ୍ଲଗିଂ କଲି, ବ୍ଲଗିଂ ସରିଗଲା। ତାପରେ ଆସିଲି ଘରେ, ଟିକେ 2ଟା ଯାକ ଫୋନ ଚାର୍ଜ ବସେଇଲି, ଟିକେ ରେଷ୍ଟ ନେଲି। ରେଷ୍ଟ ନେଲା ପରେ ତାପରେ ଉଠିଲି, କେମିତି କଣ ମନ ହେଲା। ମୁଁ ତାପରେ ମୋର କାମ ଟିକେ ଥିଲା ଗାଡିର, ଆସିଥିଲି ଗାଡି ସଜାଡିବା ପାଇଁ। ତ ସେଠୁ ଟିକେ ପଳେଇ ଆସିଲି ଆମର ଜାଣିଥିବେ ମଣିଜଙ୍ଗରେ ମହୋତ୍ସବ ହଉଛି, ସେଠିକି ଆସିଥିଲି। ତା ସହିତ ବେଣିନାମପୁରରେ ହଉଛି ଏବେ ଯଜ୍ଞ, ସେଠିକି ମଧ୍ୟ ଆସିଥିଲି। ଟିକେ ସେଠିକ ସବୁ କାମ ଛାଡିଦେଲି, ଗୋଟେ ଜାଗା ଯାଇଥିଲି, ତାରପୁର ଟିକେ ଯାଇଥିଲି, ତାରପୁର କାମ ସରିଗଲା, ଆସିଲି। ଏବେ ଏତେ ରାତି ହେଲାଣି, ତଥାପି ଗାଡି ଗୋଟେ ଯାଉଛି। ଆଉ କୁହୁଳି ମଧ୍ୟ ଧୀରେ ଧୀରେ ଆସିଗଲାଣି, ଯେହେତୁ ବର୍ଷା ପାଗ ଟିକେ ଉଠେଇଛି ତ ଥଣ୍ଡା ଟିକେ କମ ଅଛି, ତଥାପି ତ ଶୀତ ଲାଗୁଛି। ଏମିତିଆ ଗୋଟେ ଜିନିଷ ଜାଣିଥିବେ, ମାନେ ଏଠି କାମ ଏକୁଟିଆ କରିବା ପାଇଁ ପଡିବ। ଆଉ ମୁଁ ଗୋଟେ କଥା କହିବି ଯେ ବ୍ଲଗିଂ ଗୋଟେ ଜିନିଷ ଏମିତି ଆଜ୍ଞା, ତାକୁ ବ୍ଲଗିଂ କରିକିରି ଏଡିଟିଂ କରିକି ପୋଷ୍ଟ କରିବା ପାଇଁ ବହୁତ ସମୟ ଲାଗେ। ସେଥିପାଇଁ ଗୋଟେ ଭିଡିଓ ଆସିପାରେନି। ଆଉ ଗୋଟେ ଜିନିଷ କି ମାନେ ସବୁ ଜିନିଷରେ ଆଜ୍ଞା କଷ୍ଟ ଅଛି ଜୀବନରେ, ଏମିତି କୌଣସି ଜିନିଷ ନାହିଁ କଷ୍ଟ ନାହିଁ। ସବୁ ଜିନିଷରେ କଷ୍ଟ ଅଛି, ଆଉ ସବୁ ଜିନିଷକୁ ଆସିକିରି ଆପଣଙ୍କୁ କ୍ୟାପଚର କରିବା ପାଇଁ ପଡିବ। ଆପଣଙ୍କୁ ଭିଡିଓ କେହି କରି ଦେଇଦେବେନି, କି ଅଦର ଭିଡିଓ କରିପାରିବନି। ଗଲା ଦ୍ୱିତୀୟ କଥା, ଏଠି ଆଜ୍ଞା ମୁଁ ଘରକୁ ଯିବି, ଶୋଇବି, ପୁଣି 5ଟାରେ 6ଟାରେ ଉଠିକିରି ଅଫିସ ଯିବି, ପୁଣି କାଲିର କାମ। ଏମିତି ଆଜ୍ଞା ମଣିଷ ନିଜ ଜୀବନକୁ ଏତେ ମଜବୁତ କରିଦିଏ ଏଇ କଷ୍ଟ ସହିକିରି ଆଉ କାମ କରିକିରି, ଯେ କୁହନ୍ତୁନି। ମାନେ ଗୋଟେ ପିଲା ତା ଲାଇଫରେ ନିଜେ ବଞ୍ଚିବା ପାଇଁ, ଆଉ ଗୋଟେ କଥା ଜାଣିଥିବେ, ଗୋଟେ ପିଲା ଯେତେ କଷ୍ଟରେ ଥାଉ, ଯେତେ ଦୁଃଖରେ ଥାଉ, କେବଳ ତା ସାଙ୍ଗ ଛଡା ସିଏ ଆଉ କାହାକୁ କହିବନି। ଆଉ ସେମିତିଆ ମଣିଷଟିଏ ହେଲେ ତା ପାଖରେ ସିଏ ତାକୁ କହିବ, ନହେଲେ କହିବନି। ତ ଏତିକି କଥା ଆପଣ ଜାଣିଥିବେ। ପୁରା ମାନେ ଇଏ ଲାଗିଲାଣି, ଯେମିତି କୁହନ୍ତି ନା ପୁଅ ପିଲା ମାନେ କଷ୍ଟ କଣ କରୁଛନ୍ତି କଣ ନାହିଁ। ଜିନିଷ ହଉଛି ଏଇଆ କି କଷ୍ଟ ଅଛି, ଦୁଃଖ ଅଛି, ସବୁ କିଛି ଅଛି, ସବୁକୁ ମ୍ୟାନେଜ କରିବା ପାଇଁ ଚାଲିବାକୁ ପଡିବ। ଆଉ ବ୍ଲଗିଂ ଗୋଟେ ଏମିତିଆ ଜିନିଷ, ଆପଣ ଯଦି ସେଇ ବାଟରେ ଚାଲିବେ ତାହେଲେ ଆପଣଙ୍କୁ ସପୋର୍ଟ ଟିକେ କମ ଆସିବ, କଷ୍ଟ ଟିକେ କରିବାକୁ ଅଧିକା ପଡିବ। ଆଉ ଲୋକ ଟିକେ ହସିବେ, ବହୁତ କିଛି ଜିନିଷ ଘଟିବ। ତଥାପି ମଣିଷ ଜୀବନ ଆଜ୍ଞା, ଧୈର୍ଯ୍ୟ ଧରି ଯାଆନ୍ତୁ, ସବୁ କିଛି ଠିକ ହେଇଯିବ। ବୁଝିଲେ ତ? ଆଉ କଣ କହିବି, ପୁଣି ଦେଖାହବ ଆଉ ନୂଆ ଭିଡିଓରେ। ରଖୁଛି।